ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ଛାତ୍ର ସମାଜ, ଯୁବ ସମାଜ, ମହିଳା ସମାଜ, ଆଦିବାସୀ ସମାଜ, ହରିଜନ ସମାଜ, ମୁସଲମାନ ଖ୍ରୀଷ୍ଟିଆନ ସମାଜ ଜନସମୁଦ୍ର ଭଳି ସମର୍ଥନ ଆମକୁ ଦେଲେ। ବଜାର ବନ୍ଦ, ଗାଡ଼ି ମଟର ବନ୍ଦ, ଚକା ଜାମ୍, ଲୋକ ଖାଇବାକୁ ପାଇଲେନି, ହୋଟେଲ ବନ୍ଦ। ଆମେ ପାଣି, କ୍ଷୀର, ବିସ୍କୁଟ, ପାଉଁରୁଟି କିଛି ରଖିଥିଲୁ ବୋଲି କିଛି ଗରିବ ଲୋକଙ୍କୁ ସାହାଯ୍ୟ କଲୁ। ଖୁବ୍ ବଢ଼ିଆ ଗ୍ରାଣ୍ଡ ସକ୍ସେସ୍ ହେଇଛି। ଆଉ କଂଗ୍ରେସ ଦଳର ଭକ୍ତ ଦାସଙ୍କ ନେତୃତ୍ୱରେ, ଆମର ଅଜୟ ଲାଲୁଙ୍କ ନେତୃତ୍ୱରେ ଆମେ ସାରା ଓଡ଼ିଶାର ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ, ହରିଜନ, ମାଇନର କମ୍ୟୁନିଟି ସମସ୍ତେ ଲାଗି ପଡ଼ିଥିଲୁ। ଆଉ ଜନସାଧାରଣ ଫୁଲ୍ ସମର୍ଥନ କଲେ। କାହିଁକି କଲେ? ନାରୀ ନିର୍ଯାତନା, ଏ ଝିଅକୁ ତ ସେନକୁ ପୋଡ଼ିକି ମାରିଲେ, ଆତ୍ମହତ୍ୟା ସେ କଲା। 323ଟା ରେପ୍ ହେଲାଣି, ମର୍ଡର ହେଲାଣି, କିଛି ନାହିଁ। 60,000 ମହିଳାଙ୍କ ପତ୍ତା ନାହିଁ। ମୁଁ କହୁନି, ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି। 83ଟା ଝିଅ ସପ୍ତମ, ଅଷ୍ଟମ, ନବମରେ ପ୍ରେଗନେଣ୍ଟ କଲେଣି, କେହି ଆରେଷ୍ଟ ନାହିଁ। ଦରଦାମ ହୋଇ ପଡ଼ୁଛି, ଆଇନ ଶୃଙ୍ଖଳା ନାହିଁ। ଲୋକ ଫୁଲ୍ ସମର୍ଥନ କରିଗଲେ। ସେଇଥିପାଇଁ କାଲି 100% ସଫଳ ହେଇଛି। ଓଡ଼ିଶା ବନ୍ଦ କଂଗ୍ରେସ ଡାକରାରେ, ଭକ୍ତ ଦାସଙ୍କ ଡାକରାରେ। ଗତକାଲି ଗୋଟେ ଜିଏମ୍ କଲେଜରେ ଜଣେ ଅଧ୍ୟାପକଙ୍କୁ ବି ହଁ, ସେ ସସ୍ପେଣ୍ଡ ହେଲେ। ଇଏ ଯେତେ ନୁଙ୍ଗୁଡ଼ା, ଯେତେ ଖରାପ କ୍ରିମିନାଲ ଅଧ୍ୟାପକ ଅଧ୍ୟାପିକା ଯିଏ ଥାଉ, ତଦନ୍ତରେ ଯାହା ନାଁ ଆସୁଛି ବାହାର କରିଦେବା ଦରକାର। ଶିକ୍ଷା ସମାଜଟାକୁ ଲୋପ କରିଦେଉଛନ୍ତି ଏଇଭଳିଆ କଳଙ୍କିତ ଅଧ୍ୟାପକ ଅଧ୍ୟାପିକା। କାଲି ଆଜ୍ଞା ଲୋୟର ପିଏମ୍ଜିରେ ଆପଣ ଯେତେବେଳେ ଆସୁଥିଲେ ବିଧାନସଭା ଘେରାଉ କରିବା ପାଇଁ, ଆଗରୁ ନେବେ, ତାଙ୍କର ନେବାର ଅଧିକାର ଅଛି। ଆମକୁ ରହୁଥାନ୍ତି, ଚିହ୍ନା ପରିଚୟ ଛାଡ଼ି ଦେଉଥାନ୍ତି। ମୋତେ କାଲି 4 ଥର ଧରିଛନ୍ତି। ଏଇଠି ଏଇ ଆଗରେ ଏଇଠି ଧରିଥିଲେ। ଆମେ ଯାହା ସଚିବାଳୟ ଜଙ୍ଗଲ ଯାଇଥିଲୁ, ପୁଲିସ ଛାଡ଼ିଦେଲେ। ତବେ ସାମ୍ବାଦିକମାନେ ବି ନେଇଛନ୍ତି। ସେ ଆମେ ଲୋକାଲ ଲୋକ ବୋଲି ଟିକେ ସାହାଯ୍ୟ କରୁଥିଲେ। ଆଉ କ'ଣ? ହଁ, ଛାଡ଼ିଦେବୁ। ଆମେ ଯାଇକିରି ସ୍କୁଲରେ କେଉଁଠି, କଲେଜରେ କେଉଁଠି, ଖଣ୍ଡଗିରିରେ କେଉଁଠି, 7th ବଟାଲିୟନରେ କେଉଁଠି ଜଳଖିଆ ଖାଉ, ଭାତ ଡାଲମା ଖାଉ, ସଞ୍ଜ ବେଳକୁ 3ଟା ବେଳକୁ ଘରକୁ ଆସୁ। କିଛି ଏଇଟା ନୂଆ କଥା ନୁହେଁ। ଏ ଗୋଟେ ଆମର ପରମ୍ପରା। ନାଇଁ, କିଛି ନାହିଁ। ଏତେ ସାଇଲେନ୍ସ କେବେ ବନ୍ଦ ସଫଳ ହେଇନି। କୌଣସି ଜାଗାରେ ଗାଡ଼ି ଭଙ୍ଗା ହେଇନି, ଝାମଲା ହେଇନି, ଗଣ୍ଡଗୋଳ ହେଇନି, କିଛି ହେଇନି। ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ସମର୍ଥନ କରିଛନ୍ତି। ସୋ ମଚ୍ ଏଠି ଯେ କଂଗ୍ରେସ ବାଲା ଆମେ ବେଶୀ କିଛି କରିଦେବୁ ତା ନୁହେଁ। ସୋ ମଚ୍ ବନ୍ଦ ହେଇଗଲା। ବଜାର ଘାଟ, ଚକା, ଗାଡ଼ି ମଟର ସବ ବନ୍ଦ ହେଇଗଲା। ନାଇଁ, ଆମେ ତାକୁ ଖୋଲିଥିଲେ ବନ୍ଦ କରେଇ, ସେ ବନ୍ଦ କରିଦେଲେ। ଖୁସିରେ ବନ୍ଦ କରିଦେଲେ। ବସ୍ ଷ୍ଟପେଜ ତାଲା ପକେଇଦେଲୁ, ବରମୁଣ୍ଡା ବନ୍ଦ କରିଦେଲୁ। ସବୁ ସମସ୍ତେ ସହଯୋଗ କରିଛନ୍ତି, ସବୁ ୟୁନିୟନ। ଚକା ଜାମ୍ ପୁରା ବନ୍ଦ ହେଇଗଲା, ବଜାର ବନ୍ଦ ହେଇଗଲା। ଏଭଳିଆ ସକ୍ସେସଫୁଲ କେବେ ହେଇନି ଓଡ଼ିଶା ବନ୍ଦ। ଖୁବ୍ ଭଲ ହେଇଛି। ଲୋକ ବିତୃଷ୍ଣା ହିଁ ବନ୍ଦ କରିଛନ୍ତି, ଅଶାନ୍ତି ହିଁ ବନ୍ଦ କରିଛନ୍ତି। ତେଣୁ ଏଇଟା ନୂଆ କଥା ନୁହଁ, ଖୁବ୍ ସଫଳ ହେଇଛି। ହଁ, ତାଙ୍କର ହବନି। ରବି ଦାସଙ୍କ ଦେହଟା ଖରାପ ହେଇଯାଇଛି, ଗୁଳି ମାଡ଼ ମାରିଛି, ଗୋଡ଼ରେ ଘା ହେଇଯାଇଛି, ଏପଟେ ମାଡ଼ ହେଇଛି। ଗୋଟେ ବର୍ବର ଅତ୍ୟାଚାର ତାଙ୍କୁ ସବୁ କରାହେଇଛି। ଖାଲି ସେତିକି ନୁହଁ, ଦାନି ଘଡ଼େଇକି ମଧ୍ୟ କରାହେଇଛି। ଜଣେ ଭଦ୍ର ମହିଳା ଏମ୍ପିଙ୍କୁ କରାହେଇଛି, ବହୁ ଲୋକଙ୍କୁ କରାହେଇଛି। ଏଗୁଡ଼ା ଅନ୍ୟାୟ କଥା। ଫ୍ରିଡମ୍ ଅଛି, ସବୁ ବିଷୟରେ ଆମେ ତର୍ଜମା କରିପାରିବୁ, ପ୍ରୋଟେଷ୍ଟ କରିପାରିବୁ। ତମେ ଫୋର୍ସଲି ବାଡ଼େଇକିରି ବନ୍ଦ କରିଦେବ, ସେଇଥିପାଇଁ ତମେ ଯାଉଛ ପ୍ରତିଦିନ ଲୋପ ହେଇଯାଉଛ। ଯେତେବେଳେ ଏଠି ଭୋଟ ହବ କଂଗ୍ରେସ କମି ଗନ୍ କେସ୍ ହେଲାଣି।